ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କିଛି ଇମ୍ପୋର୍ଟାଣ୍ଟ ତଥ୍ୟ ଦେବା ପାଇଁ ଯାଉଛି। ତେଣୁ ଆପଣମାନେ ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଜଣେ ଝିଅ ଆମଠାରୁ ନିଜ ପ୍ରେମିକକୁ ବଶୀକରଣ ନିମନ୍ତେ ତାବିଜ ନେଇଥିଲେ, କିନ୍ତୁ କୌଣସି କାରଣବଶତଃ ସେ ତାବିଜଟିକୁ ହରେଇ ବସିଲେ। ତାପରେ ସେ ଆମକୁ କେଉଁ ଭାବରେ ମେସେଜ କରିଛନ୍ତି ଦୟାକରି ଆପଣମାନେ ଟିକେ ଦେଖନ୍ତୁ। ଆପଣମାନେ ଭିଡ଼ିଓଟିକୁ ପୁଶ୍ କରନ୍ତୁ, ଯାହା ଯାହା ଲେଖା ଅଛି ସେ ସବୁକୁ ଦୟାକରିକି ପଢ଼ନ୍ତୁ। ତଥାପି ମୁଁ ଆପଣମାନଙ୍କୁ ସର୍ଟକଟ୍ ମାଧ୍ୟମରେ କହିଦେଉଛି। ଦେଖନ୍ତୁ, କିଛି ଦିନ ତଳେ ବା କିଛି ମାସ ତଳେ ଆମଠୁ ଜଣେ ଝିଅ ନିଜ ପ୍ରେମିକକୁ ବାହା ହେବା ପାଇଁ ତାବିଜ ନେଇଥିଲେ। ସେ ତାବିଜ ପିନ୍ଧିଲା ପରେ ତାଙ୍କ ପ୍ରେମିକ ତାଙ୍କୁ ପୁଣି ଥରେ ପ୍ରେମ କଲା, ପୁଣି ଥରେ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଲା, ପୁଣି ଥରେ ସେମାନେ ବାହା ହେବା ପର୍ଯ୍ୟନ୍ତ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେଇ ଝିଅଟି କ'ଣ କଲା, ସେଇ ତାବିଜଟିକୁ କୌଣସି ଏକ ଜାଗାରେ ହରେଇ ବସିଲା। ତାପରେ କ'ଣ ହେଲା, ତାହାରି ପ୍ରେମିକା ଏହି ଝିଅଟିକୁ ମନା କରିଦେଲା। ଦେଖନ୍ତୁ, ଆମେ ଆପଣମାନଙ୍କୁ ତାବିଜ ଦେଇଥାଉଁ ଆପଣଙ୍କ ପ୍ରେମିକ ପ୍ରେମିକାକୁ ବଶୀକରଣ ନିମନ୍ତେ। ଆପଣ ଯଦି ସେହି ତାବିଜଟିକୁ ଜାଗ୍ରତ ଭାବରେ ରଖିବେ ନାହିଁ, କେୟାରଫୁଲି ଭାବରେ ରଖିବେ ନାହିଁ, ସେଥିରେ ଆମେ ଦାୟୀ ହେବୁ କେମିତି? ଆପଣମାନଙ୍କର ଡ୍ୟୁଟି ହେଲା ଆପଣମାନେ ସେଇ ତାବିଜଟିକୁ ଭଲ ଭାବେ ରଖିବେ, ସୁରକ୍ଷିତ ଭାବେ ରଖିବେ। ତେବେ ହିଁ ଆପଣମାନଙ୍କର ସବୁ କାମ ହେବ। ଆଉ ଆପଣଙ୍କର କିଛି ନ ହେଉଣୁ ଆପଣମାନେ ତାବିଜଟିକୁ ଆପଣମାନେ ଧ୍ୟାନ ଦେବେ ନାହିଁ, ଆପଣମାନେ ପ୍ରେମରେ ଖାଲି ଉବୁଡୁବୁ ହେବେ। ତାପରେ ତ ଭାଇ ଆମେ ସେଥିରେ ତ ଦାୟୀ ହେବୁ ନାହିଁ, କାହିଁକି ନା ଆମେ ଆପଣଙ୍କୁ ଦେଇପାରିବୁ। ଆଉ ସେଇଟାକୁ ଜାଗ୍ରତ କେମିତି ରଖିବେ ସେସବୁ ଆପଣମାନଙ୍କର କାମ। ଏବେ ଏହି ଝିଅ ଜଣକ ଯେତେ କାନ୍ଦିଲେ କି ଗଡ଼ିଲେ କ'ଣ ହେବ? ସେଇ ତାବିଜ ତ ପୁଣି ଫେରି ଆସିବ ନାହିଁ। ତେଣୁ ସେ ଝିଅ ପ୍ରଥମେ ଭାବିବା କଥା, ମୁଁ ଯଦି ଏହାକୁ ବ୍ୟବହାର କରୁଛି, ମୋ ପ୍ରେମିକ ମୋତେ ମିଳିଯାଉଛି, ତାହେଲେ ମୁଁ ୟାକୁ କେମିତି ସାଇତିକି ରଖିବି ସେ ଚିନ୍ତା କରିବା କଥା। ନା, ଏ ଝିଅ କ'ଣ କରୁଛି, କେବଳ ତାକୁ ବାହା ହେବାର ସ୍ୱପ୍ନ ଦେଖୁଛି, କିନ୍ତୁ ଯିଏ ତାକୁ ବାହା କରୁଛି ତାକୁ ସେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଉଛି। ଦେଖନ୍ତୁ, ପ୍ରଥମେ ପୁଅଟି ମନା କରୁଥିଲା ବାହା ହେବା ପାଇଁ, କିନ୍ତୁ ଯେତେବେଳେ ତାବିଜ ପିନ୍ଧିଲା ତାପରେ ପୁଅଟି ତାକୁ ପୁଣି ଥରେ ପ୍ରେମ କଲା, ପୁଣି ଥରେ ବାହା ହେବା ପାଇଁ ସେ କହିଲା, ଆଉ ବାହା ମଧ୍ୟ ହେଇଥାନ୍ତେ। କିନ୍ତୁ କ'ଣ କରିବ, ଯେତେବେଳେ ଝିଅଟି ତାବିଜଟିକୁ କେଉଁଠି ହଜେଇ ଦିଏ, ତାପରେ ଡାଇରେକ୍ଟ ପୁଅ 7 ଦିନ ଗଲା ପରେ ପୁଅ ମନା କରିଦିଏ। କାହିଁକି ମନା କରେ? ଯେହେତୁ ପୁଅଟି କେବଳ ତାବିଜର ପ୍ରଭାବରେ ତାକୁ ବାହା ହେବା ପାଇଁ କହିଥିଲା, କିନ୍ତୁ ଏମିତି ସେ ବାହା ହେବା ପାଇଁ କହିନଥିଲା। ତେଣୁ ଆପଣମାନେ ଯଦି କିଛି ବି କରନ୍ତି ତାହେଲେ ଆପଣମାନେ ସେଇ